କହିବେ କେନ୍ଦ୍ରାପଡ଼ାରେ ଏକ ପ୍ରମୁଖ ସହର ଆପଣ ଉପସ୍ଥିତ ଅଛନ୍ତି ଆଜି ତାଙ୍କର ଇଦ୍ ମୁବାରକ ଚାଲିଛି ମାସେ ପରେ କଣ କେମିତି ଚାଲିଛି କଣ କେମିତି ପାଳନ ହଉଛି ଆପଣ ବର୍ତ୍ତମାନ ତ ଇଦ୍ ପର୍ବ ପାଳିତ ହଉଛି, ପ୍ରାର୍ଥନା ଚାଲିଛି। ଆମେ ସବୁ ପୁରୁଣା ঈଦଗାହ ପାଖରେ ସମବେତ ହେଇଛୁ। ସବୁ ଦଳମତ ନିର୍ବିଶେଷରେ, ସମ୍ପ୍ରଦାୟ ଜାତି ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାଠି ହେଇଛୁ ଇଦ୍ ପବିତ୍ର ପର୍ବ ଉପଲକ୍ଷେ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ। ଏବଂ ଏ ପର୍ବ ଆପଣ ଜାଣନ୍ତି, ଇଏ ହଉଛି ତ୍ୟାଗର ପର୍ବ, ସମର୍ପଣର ପର୍ବ ଏବଂ ଏ ଏକ ଭାଇଚାରାର ପର୍ବରେ ମଧ୍ୟ ପରିଣତ ହେଇଯାଇଛି। ସବୁ ହିନ୍ଦୁ ଭାଇ ମାନେ ଏକାଠି ହେଇ ଆଜି ଶୁଭ ମନାଉଛନ୍ତି ମୁସଲମାନ ଭାଇ ଭଉଣୀ ମାନଙ୍କୁ ଏବଂ ତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି। କେନ୍ଦ୍ରାପଡ଼ାର ପରିଚୟ ଗୋଟିଏ ବଡ଼ କାରଣ ପାଇଁ, ସେ ହେଲା ଏଠି ସାମ୍ପ୍ରଦାୟିକ ସଦ୍ଭାବ ଅଛି ଏବଂ ତାର ପ୍ରତିଫଳନ ଆଜି ଆପଣ ଦେଖୁଛନ୍ତି ଆପଣ ଆପଣ କ୍ୟାମେରାର ସାମ୍ନାରେ। ତେଣୁ ଆଜି ଦିନରେ ମୁଁ ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଆପଣଙ୍କ ଚ୍ୟାନେଲ ଜରିଆରେ, କଳିଙ୍ଗ ଟିଭି ଜରିଆରେ ଅଭିନନ୍ଦନ ଜଣାଉଛି, ତାଙ୍କର ଶୁଭ ମନାସୁଛି। ଏବଂ ଯୋଉ ଭାଇମାନେ ଅଣ ମୁସଲମାନ ସମ୍ପ୍ରଦାୟର, ହିନ୍ଦୁ ସମ୍ପ୍ରଦାୟର ଭାଇମାନେ, ନେତାମାନେ, କର୍ମୀମାନେ, शुभेच्छु माने एकाठी आज पवित्र